ଜୟ ଜଗନ୍ନାଥ। ଆଜି ଭଲ କଥା ଅନାଦି ମନ ରଖିତ। ଆଜି ଆଲୋଚନା କରିବା କଳିର ଶେଷ ରଜା କିଏ? ବୁଝିହେଉଛି? ବହୁତ ଲୋକ କୁହନ୍ତି କିଛି ନୁହଁ। ଆଉ ଯୋଉ କିଛି ଲୋକ ବି ଛନ୍ଦି ବାନ୍ଧି କୁହନ୍ତି ଅମୁକ ହେଇଯିବ ସମୁକ ହେଇଯିବ। ବାସ୍ତବ ମତରେ ମନେ ରଖିଥା, କଳିର ଶେଷ ରଜା କିଏ? ସେ ଦିବ୍ୟସିଂହ। ପୁଣି କଳିର ଶେଷ ରଜା କିଏ? ସେ ମୁକୁନ୍ଦ ଦେବ। ଯେମିତି ଟିକେ ଆଗରୁ କହୁଥିଲେ ପରୀକ୍ଷିତ ମହାରାଜଙ୍କ ବିଷୟ। ପରୀକ୍ଷିତ ମହାରାଜଙ୍କ ସମୟରେ କଳି କଣ ହେଲା? ପ୍ରବେଶ କଲା। ରାଜୁତି କଲା କୋଉଠୁ? ଜନ୍ମଦେବଙ୍କ ସମୟରେ। ସେମିତି ସତ୍ୟର ଆଗମନ ହବ କୋଉଠୁ? ନା ଦିବ୍ୟସିଂହ ଦେବଙ୍କ ଠାରୁ। ସତ୍ୟ ପ୍ରତିଷ୍ଠା ହବ କୋଉଠୁ? ମୁକୁନ୍ଦ ଦେବଙ୍କ ଠାରୁ। ଏଇ କଥା ଉପରେ ଅଚ୍ୟୁତାନନ୍ଦ ମହାପୁରୁଷ କହନ୍ତି ତାଙ୍କର ଆଦି ସଂସ୍କାର ବୁଝିହେଉଥିଲା। କହିଲେ ଦିବ୍ୟସିଂହ ନାମରାଇ ଏ ଯୁଗ ପ୍ରାନ୍ତେ ସେ ହୋଇଥାଏ। ଅଚ୍ୟୁତ କହୁଛନ୍ତି କଣ? କଳିର ଶେଷ ହଉଛନ୍ତି କିଏ? ସେ ରଜା ଦିବ୍ୟସିଂହ। ପୁଣି ଅନେକ ସ୍ଥାନରେ ଦେଖିବ ମୁକୁନ୍ଦ ଦେବଙ୍କ କଥା ବି ପଞ୍ଚସଖା ମାନେ ଲେଖିଛନ୍ତି। ବୁଝିପାରିଲ ନା ବୁଝିପାରିଲ? ପୁରୀର ଶେଷ ରଜା ଅଚ୍ୟୁତ କହିଲେ କିଏ? ସେ ନା ଦିବ୍ୟସିଂହ ଦେବ। ଜଗନ୍ନାଥ ଦାସ କହୁଛନ୍ତି ନା ଦିବ୍ୟସିଂହ ଦେବ ନୁହେଁ। ନା ନା ପୁରୁଷୋତ୍ତମ ଦେବ ଠାରୁ ଊନବିଂଶ ରାଜା ହେବେ ସେଠାରୁ ରାଜା ପୁଣ ନାହିଁ ଆଉ ଅକୁଳି ହୋଇବେ ପୁଅ। ଦି ଜଣ କଥା ସତ୍ୟ। ଅଚ୍ୟୁତ ଯାହା କହିଲେ ସତ୍ୟ, ଜଗନ୍ନାଥ ଦାସ ଯାହା କହୁଛନ୍ତି ସତ୍ୟ। କହିଲେ ପୁରୁଷୋତ୍ତମ ଦେବଙ୍କ ଠାରୁ ଊନବିଂଶ ରାଜା ହେବେ ସେଠାରୁ। କହିଲେ ପୁରୁଷୋତ୍ତମ ଦେବ ଠାରୁ 19ତମ ରଜା ଯିଏ ହେଇଥିବେ ସେଠାରୁ ରାଜା ପୁଣ ନାହିଁ ଆଉ। ତାପରେ ଆଉ ରାଜା ନାହିଁ। ତାପରେ କିଏ? ସେ ନା ଅକୁଳି ହୋଇବେ ପୁଅ। ଏଠି ଦିଟାକ କଥା ଯଦି ବିଚାର କରାଯାଏ, ଦିଟାକ କଥା ସତ୍ୟ। ଦ୍ୱାପରରେ ଯେମିତି ଲୀଳା ହେଇଥିଲା, କଳିର ଶେଷ ସମୟରେ ଲୀଳା ମଧ୍ୟ ସେମିତି ହବ। ଆଉ ଗୋଟେ ମନେ ରଖିଥାଅ, ଆମେ କୋଉ କଳି କଲିଆଦିତା ଗୋଟେ 5000 ଚାଲି କେତେ 5126। ଏଇଟା କୋଉଠୁ ଧରା ହଉଛି ମନେ ରଖିଥିବ, ନା ପରୀକ୍ଷିତ ରଜାଙ୍କ ସମୟ ହେଲା। ଜନ୍ମଦେବଙ୍କର ସମୟ ବର୍ତ୍ତମାନ ହେଇ ନାହିଁ। ମୁକୁନ୍ଦ ଦେବଙ୍କର 29 ଅଙ୍କରେ ମାନେ କଳି ଯୁଗର ଆୟୁ ହବ 5003 ବର୍ଷ ହେଲା। ଏଇଟା ଗୋଟେ ଧରା ହେଲା କାହାର? ନା ଆମର ପରୀକ୍ଷିତ ମହାରାଜଙ୍କ ଠାରୁ। କିନ୍ତୁ ଜନ୍ମଦେବଙ୍କୁ ଧରା ହେଇ ନାହିଁ। ଜନ୍ମଦେବଙ୍କର 5000 ଯେତେବେଳେ ପୂର୍ଣ୍ଣ ହବ, ସେତେବେଳେ କଳିଯୁଗ ସରିବ ବୋଲି ମହାପୁରୁଷ କରିଛନ୍ତି ହେଲା। ସେ କେତେ? ନା ମୁକୁନ୍ଦ ଦେବଙ୍କର 29 ଅଙ୍କରେ। ମୁକୁନ୍ଦ ଦେବ ଯେତେବେଳେ 29 ଅଙ୍କ ହବ, ସେତେବେଳେ କଳିର ଆୟୁ ହବ 5003 ବର୍ଷ। ସେଇଆକୁ ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି, ଠିକଣା ଅଚ୍ୟୁତି ବୋଲେ ଚହଟିବ ଲୀଳା ତୁ 4ରେ ମିଶା 1 ଚଢା 3 ଶୂନ୍ୟ ବାବୁ ଯେତେ ହେଲା ଠିକ। ବୁଝିହଉଛି? ସେ 5000କୁ ନିର୍ଘଟ କରିଛନ୍ତି। ସେ 5000 ବର୍ତ୍ତମାନ ହେଇନାହିଁ, କିନ୍ତୁ ଆଉ ଅଳ୍ପ ଦିନ ବାକି ଅଛି। ତେଣୁ କଳିର ଶେଷ ରଜା କିଏ? ଜଗନ୍ନାଥ ଦାସ କହୁଛନ୍ତି ପୁରୁଷୋତ୍ତମଙ୍କ ଠାରୁ 19 ରଜା ହେଇଥିବେ, ସେ ହଉଛନ୍ତି କଳିର ଶେଷ ରଜା ହେଲା। ଚିନ୍ତା ଦେଖ କେମିତି କହୁଛନ୍ତି। ପୁରୁଷୋତ୍ତମ ଦେବ ରଜା ହେଲେ କେବେ? ନା 1600ରେ ହେଲା। ତାପରେ ନରସିଂହ ଦେବ ହେଲେ 1621ରେ।
ତିନିରେ ଲେଖେ ସେ ବଳଭଦ୍ର ଦେବ 1647, ଚାରିରେ ମୁକୁନ୍ଦ ଦେବ 1657, ପାଞ୍ଚରେ ଦିବ୍ୟସିଂହ ଦେବ 1689, ଛଅରେ ହରେକୃଷ୍ଣ ଦେବ 1716, ସାତରେ ଗୋପୀନାଥ ଦେବ 1720, ଆଠରେ ରାମଚନ୍ଦ୍ର ଦେବ 1727, ନଅରେ ବୀରକିଶୋର ଦେବ 1736, ଦଶରେ ଦିବ୍ୟସିଂହ ଦେବ 1793, ଏଗାରରେ ମୁକୁନ୍ଦ ଦେବ 1798, ବାରରେ ରାମଚନ୍ଦ୍ର ଦେବ 1817, ତେରରେ ବୀରକିଶୋର ଦେବ 1854, ଚଉଦରେ ଦିବ୍ୟସିଂହ ଦେବ 1859, ପନ୍ଦରରେ ମୁକୁନ୍ଦ ଦେବ 1882, ଷୋହଳରେ ରାମଚନ୍ଦ୍ର ଦେବ 1926, ସତରରେ ବୀରକିଶୋର ଦେବ 1956, ଅଠରରେ ଦିବ୍ୟସିଂହ ଦେବ 1970, ବର୍ତ୍ତମାନ କଣ ହେଇଛନ୍ତି ରାଜଗାଦୀରେ ଅଳକୃତ କରିଛନ୍ତି। କେତେ ଏ 18 ନମ୍ବରରେ ହେଇଗଲା। କିନ୍ତୁ ଜଗନ୍ନାଥ ଦାସ କହୁଛନ୍ତି 19 ରଜାଙ୍କର କଣ କଳି ସରିବ। ଆଉ ଗୋଟେ ଭଲ କଥା ମନେ ରଖିଥା, ସେଇଆକୁ ମହାପୁରୁଷ ମଧ୍ୟ ଲେଖିଛନ୍ତି 19ତମ ରଜା ହେଇଥିଲେ ମୁକୁନ୍ଦ ଦେବ, ତାଙ୍କ ମୀନ ଶନିରେ କଳି ଶେଷ। ଏଥର ବୁଝିପାରିଲେ ନା? ଏଇପରି ଭାବରେ କଣ ହେଇଛି ରାଜୁତି ରଜା ମାନେ କରିଛନ୍ତି। ତେଣୁ ଦି ଜଣ ମହାପୁରୁଷଙ୍କର ବାଣୀ ହଉଛି ସତ୍ୟ। ଜଣଙ୍କ ଠାରୁ ଖେଳ ଆରମ୍ଭ, ଜଣଙ୍କ ଠାରୁ ଖେଳ ଶେଷ। ଏଥର ବୁଝିପାରିଲେ ନା? ବୁଝିପାରିଲେ? ତେଣୁ ଅଚ୍ୟୁତଙ୍କ ଲେଖା ଯାହା ଆଉ ଜଗନ୍ନାଥ ଦାସଙ୍କ ଲେଖା ମଧ୍ୟ ମତ ଗୋଟିଏ, ଏ କେବେ ଭିନ୍ନ ଭିନ୍ନ ନୁହେଁ। କୁହନ୍ତି ନା ପଞ୍ଚସଖାଙ୍କର ଏକଇ ମତ ଏହାକୁ ଜାଣନ୍ତି ଜ୍ଞାନୀ ପଣ୍ଡିତ। ପୁଣି ଦେଖ ଅଚ୍ୟୁତ କହିଛନ୍ତି ଗୁରୁବାର କଳି ସରିବ, ଭୀମ ବୋଇ କହିଛନ୍ତି ଶନିବାର ସତ୍ୟ ଉଦୟ ହବ। ହେଲା, ଦିଟା ଆଗ ସତ୍ୟ। ତାକୁ ପୁନର୍ବାର ଗୋଟେ ଆଲୋଚନା କରିବା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଶା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ହରି।